ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ ଦେଖି ତାଙ୍କ ନିଜ ଜଙ୍ଘ ବାଡ଼େଇଥିଲେ। ତାଙ୍କ ଜଙ୍ଘକୁ ଭାଙ୍ଗି ଦିଆଗଲା। ଦୁଶାସନ ତାଙ୍କ ଛାତିକୁ ବାଡ଼େଇଥିଲେ। ତାଙ୍କ ଛାତିକୁ ଚିରି ଦିଆଗଲା। ମହାରଥୀ କର୍ଣ୍ଣ ଜଣେ ଅସହାୟ ସ୍ତ୍ରୀକୁ ଅପମାନର ସମର୍ଥ କରିଥିଲେ। ଶ୍ରୀକୃଷ୍ଣ ସେଥିପାଇଁ ତାଙ୍କୁ ଅସହାୟ ଅବସ୍ଥାରେ ବଦ୍ଧ କରାଇଥିଲେ। ପିତାମହ ଭୀଷ୍ମ ଅସହାୟ ସ୍ତ୍ରୀ ଉପରେ ହେଉଥିବା ଅନ୍ୟାୟ ଦେଖି ସହିବା ପାପ କଲେ। ତେଣୁ ଅଗଣିତ ତୀରରେ ନିଜେ ବିନ୍ଧି ହୋଇ ପରିବାରର ଗୋଟେ ଗୋଟେ କରି ମରିବା ଦେଖିଲେ। କୌଣସି ପିତା ନିଜର ଛୁଆ ନିଜ ଆଗରେ ମରିବା ଚାହାନ୍ତି ନାହିଁ, କିନ୍ତୁ ଭୀଷ୍ମ ପିତାମହ ନିଜ ଆଖି ଆଗରେ 4 ପିଢ଼ିର ମରିବା ଦେଖି ରହିଲେ। ଯେତେବେଳେ ଯାଏ ସେ ସବୁ ନ ଦେଖିଲେ ସେତେବେଳେ ଯାଏ ସେ ଶାନ୍ତିରେ ମରିପାରିଲେନି। ତାହା ତାଙ୍କର ଦଣ୍ଡ ଥିଲା। ଧୃତରାଷ୍ଟ୍ରର ଦୋଷ ଥିଲା ପୁତ୍ରମୋହ। ତାଙ୍କୁ 100 ପୁତ୍ରମାନଙ୍କର କାନ୍ଧ ଦବାର ଦଣ୍ଡ ମିଳିଲା। ଆଉ 1000 ହାତୀର ତାକତ ରଖିଥିଲେ ଧୃତରାଷ୍ଟ୍ର। କାନ୍ଦିବା ଛଡ଼ା କିଛି କରିପାରିଲେ ନାହିଁ। ଏଥିପାଇଁ ନାରୀ ଯିଏ ବି ହେଉ, ତେଣିକି ନିଜର ହେଉ କିମ୍ବା ପରର ହେଉ, ତାଙ୍କର ସୁରକ୍ଷା ସବୁବେଳେ କରନ୍ତୁ। କେବେ ପରିହାସ କରନ୍ତୁ ନାହିଁ। ଆଉ ଅପମାନ ତ ଦୂରର କଥା, ଆମେ ଯଦି କୌଣସି ଲୋକ ତାଙ୍କୁ କିଛି ଅପମାନ କରୁଥାନ୍ତି ତାହେଲେ କି ପାପ କରୁଥାନ୍ତି ତାଙ୍କ ସହିତ, ଆମେ ଯଦି ତାହା ଦେଖି ଚୁପ୍ ହୋଇ ରହିବା, ସେଇ ପାପ କରିଥିବା ଭାଗଦାରୀ ଲୋକ ଯେତିକି ପାପ କରି ନଥାଉ ତେଣିକି ଆମେ ତାକୁ ଦେଖି ଅଧିକା ପାପର ଭାଗଦାରୀ ହବା। ତେଣୁ ସବୁବେଳେ ନାରୀକୁ ସୁରକ୍ଷା ଦିଅନ୍ତୁ ଆଉ ସମର୍ଥନ କରନ୍ତୁ, ପାପର ଭାଗଦାରୀ ହୁଅନ୍ତୁ ନାହିଁ।